शांति 27 डिसेम्बर 2025 प्रातः मुरली बाबा कहउछंती मिठे बच्चे तुम मानकर दुखर दिन एबे शेष हैला। तुमे वर्तमान एपरी दुनिया को जाउछ जेउठारे कौनसी भी अप्राप्त वस्तु नहीं। तुम मानकर दुखर दिन एबे शेष हैला। तुमे वर्तमान एपरी दुनिया को जाउछ ଯେଉଁଠାରେ କୌଣସି ବି ଅପ୍ରାପ୍ତ ବସ୍ତୁ ନାହିଁ। ପ୍ରଶ୍ନ, କେଉଁ ଦୁଇଟି ଶବ୍ଦର ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଥିବା କାରଣରୁ ପୁରୁଣା ଦୁନିଆ ପ୍ରତି ତୁମର ବେହଦର ବୈରାଗ୍ୟ ଆସୁଛି? କେଉଁ ଦୁଇଟି ଶବ୍ଦର ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଥିବା କାରଣରୁ ପୁରୁଣା ଦୁନିଆ ପ୍ରତି ତୁମର ବେହଦର ବୈରାଗ୍ୟ ଆସୁଛି? ଉତ୍ତର, ଉତ୍ଥାନ ଅର୍ଥାତ୍ ଉନ୍ନତିର କଳା ଏବଂ ପତନ ଅର୍ଥାତ୍ ଖସିବାର କଳାର ରହସ୍ୟ ତୁମମାନଙ୍କ ବୁଦ୍ଧିରେ ରହିଛି। ତୁମେମାନେ ଜାଣିଛ ଅଧା କଳ୍ପରୁ ଆମେ ତଳକୁ ତଳକୁ ଖସି ଖସି ଆସିଛୁ। ବର୍ତ୍ତମାନ ହେଉଛି ଚଢ଼ିବାର ସମୟ। ବାବା ଆମକୁ ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଦେବା ପାଇଁ ଆସିଛନ୍ତି। ଆମ ପାଇଁ ଏବେ କଳିଯୁଗ ଶେଷ ହେଲା। ଆମକୁ ନୂଆ ଦୁନିଆକୁ ଯିବାକୁ ହେବ। ସେଥିପାଇଁ ଏହି ଦୁନିଆ ପ୍ରତି ଏବେ ବେହଦର ବୈରାଗ୍ୟ ଆସୁଛି। ଗୀତ ଧୀରଜ ଧର ମନୁଆ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ। ଆତ୍ମିକ ପିତା ବସି ବୁଝାଉଛନ୍ତି, ଏହା ଏକମାତ୍ର ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେଉଁ ସମୟରେ କି କଳ୍ପ କଳ୍ପ ବାବା ଆସି ଆତ୍ମିକ ସନ୍ତାନମାନଙ୍କୁ ପଢ଼ାଉଛନ୍ତି, ରାଜଯୋଗ ଶିଖାଉଛନ୍ତି। ବାବା ଆତ୍ମିକ ସନ୍ତାନମାନଙ୍କୁ କହୁଛନ୍ତି ମନୁଆ ଅର୍ଥାତ୍ ଆତ୍ମା। ହେ ଆତ୍ମା, ଧୈର୍ଯ୍ୟ ଧର। ବାବା ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଏହି ଶରୀରର ମାଲିକ ଆତ୍ମା ଅଟେ। ଆତ୍ମା କହୁଛି, ମୁଁ ଅବିନାଶୀ ଆତ୍ମା, ମୋର ଏହି ଶରୀର ବିନାଶୀ ଅଟେ। ଆତ୍ମିକ ପିତା କହୁଛନ୍ତି, ମୁଁ ଥରେ ମାତ୍ର କଳ୍ପର ସଙ୍ଗମରେ ଆସି ତୁମମାନଙ୍କୁ ଧୈର୍ଯ୍ୟ ଦେଉଛି ଯେ ଏବେ ସୁଖର ଦିନ ଆସୁଛି। ତୁମେ ଏବେ ଦୁଃଖଧାମ ରୌରବ ନର୍କରେ ରହିଛ। କେବଳ ତୁମେ ନୁହେଁ, ସାରା ଦୁନିଆ ରୌରବ ନର୍କରେ ରହିଛି। ତୁମେ ଯେଉଁମାନେ ମୋର ସନ୍ତାନ ହୋଇଛ, ଏବେ ରୌରବ ନର୍କରୁ ବାହାରି ସ୍ୱର୍ଗକୁ ଯାଉଛ। ସତ୍ୟଯୁଗ, ତ୍ରେତା, ଦ୍ୱାପର ବିତିଗଲା। କଳିଯୁଗ ମଧ୍ୟ ତୁମ ପାଇଁ ବିତିଗଲା। ତୁମ ପାଇଁ ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ, ଯେଉଁ ସମୟରେ କି ତୁମେ ତମ ପ୍ରଧାନରୁ ସତ୍ୱ ପ୍ରଧାନ ହେଉଛ। ଆତ୍ମା ସତ୍ୱ ପ୍ରଧାନ ହୋଇଗଲେ ଏହି ଶରୀର ମଧ୍ୟ ଛାଡ଼ିଦେବ। ସତ୍ୱ ପ୍ରଧାନ ଆତ୍ମାକୁ ସତ୍ୟ ଯୁଗରେ ନୂଆ ଶରୀର ଆବଶ୍ୟକ। ସେଠାରେ ସବୁ କିଛି ନୂଆ ହେବ। ବାବା କହୁଛନ୍ତି, ପିଲାମାନେ ଏବେ ଦୁଃଖଧାମରୁ ସୁଖଧାମକୁ ଯିବାକୁ ହେବ। ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ। ସୁଖଧାମରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜତ୍ୱ ଥିଲା। ତୁମେ ନରରୁ ନାରାୟଣ ହେବା ପାଇଁ ପୁରୁଷାର୍ଥ କରୁଛ। ଏହା ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଅଟେ। ଭକ୍ତି ମାର୍ଗରେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ସତ୍ୟନାରାୟଣ କଥା ଶୁଣି ଶୁଣି ଆସିଛ, କିନ୍ତୁ ତାହା ହେଉଛି ଭକ୍ତି ମାର୍ଗ। ତାକୁ ସତ୍ୟ ମାର୍ଗ କୁହାଯିବ ନାହିଁ। ଜ୍ଞାନ ମାର୍ଗ ହେଉଛି ସତ୍ୟ ମାର୍ଗ। ତୁମେ ସିଢ଼ି ଓହ୍ଲାଇ ଓହ୍ଲାଇ ମିଥ୍ୟା ଖଣ୍ଡରେ ଆସି ପହଞ୍ଚିଛ। ଏବେ ତୁମେ ଜାଣିଛ ସତ୍ୟ ବାବାଙ୍କ ଠାରୁ ଆମେ ଏହି ଜ୍ଞାନ ପ୍ରାପ୍ତ କରି 21 ଜନ୍ମ ପର୍ଯ୍ୟନ୍ତ ଦେବୀ ଦେବତା ହେବୁ। ଆମେ ଥିଲୁ, ପୁଣି ସିଡ଼ି ଓହ୍ଲାଇ ଆସିଛୁ। ଚଢ଼ିବା ଏବଂ ଖସିବା କଳାର ରହସ୍ୟ ତୁମ ବୁଦ୍ଧିରେ ଅଛି। ଡାକୁଛନ୍ତି ମଧ୍ୟ, ହେ ବାବା, ଆସି ଆମକୁ ପବିତ୍ର କର। ଏକମାତ୍ର ବାବା ହିଁ ପବିତ୍ର କରାଉଛନ୍ତି। ବାବା କହୁଛନ୍ତି, ପିଲାମାନେ ତୁମେ ସତ୍ୟ ଯୁଗରେ ବିଶ୍ୱର ମାଲିକ ଥିଲ, ବହୁତ ଧନବାନ ଆଉ ସୁଖୀ ଥିଲ। ଏବେ ବାକି ଅଳ୍ପ ସମୟ ରହିଛି। ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ। ନୂଆ ଦୁନିଆରେ ଏକ ରାଜ୍ୟ, ଏକ ଭାଷା ଥିଲା। ତାକୁ କୁହାଯାଏ ଅଦ୍ୱୈତ ରାଜ୍ୟ। ଏବେ କେତେ ଦ୍ୱୈତବାଦ ହୋଇଯାଇଛି।
ଅନେକ ଭାଷାମାନ ରହିଛି। ଯେମିତି ମନୁଷ୍ୟମାନଙ୍କର ବୃକ୍ଷ ବଢ଼ି ଚାଲିଛି, ଭାଷା ରୂପୀ ବୃକ୍ଷ ମଧ୍ୟ ବଢ଼ି ଚାଲିଛି। ଏହା ପରେ ପୁଣି ଗୋଟିଏ ଭାଷା ହେବ। ଗାୟନ ରହିଛି ନା? ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି। ମନୁଷ୍ୟମାନେ କିଛି ବୁଝିପାରୁନାହାନ୍ତି। ବାବା ହିଁ ଦୁଃଖର ପୁରୁଣା ଦୁନିଆକୁ ବଦଳାଇ ସୁଖର ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ଲେଖାଯାଇଛି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଦେବତା ଧର୍ମର ସ୍ଥାପନା। ଏହା ହେଉଛି ରାଜଯୋଗର ପାଠପଢ଼ା। ଏହି ଜ୍ଞାନ ଯାହାକି ଗୀତାରେ ଲେଖାଯାଇଛି, ବାବା ଯାହା ସବୁ ସମ୍ମୁଖରେ ଶୁଣାଉଛନ୍ତି, ତାକୁ ପୁଣି ମନୁଷ୍ୟମାନେ ଭକ୍ତିମାର୍ଗ ନିମନ୍ତେ ବସି ଲେଖୁଛନ୍ତି। ଯାହାକୁ ପଢ଼ି ତୁମେ ତଳକୁ ତଳକୁ ଓହ୍ଲାଇ ଆସିଛ, ଏବେ ଭଗବାନ ତୁମକୁ ପଢ଼ାଉଛନ୍ତି ଉପରକୁ ଚଢ଼ାଇବା ପାଇଁ। ଭକ୍ତିକୁ କୁହାଯାଉଛି ପତନର ମାର୍ଗ, ଜ୍ଞାନ ହେଉଛି ଉତ୍ଥାନ କଳାର ମାର୍ଗ। ଏହାକୁ ବୁଝାଇବା ପାଇଁ ତୁମେ ଭୟ କର ନାହିଁ। ଯଦିଓ ଏପରି ମଧ୍ୟ ଅଛନ୍ତି ଯିଏକି ଏହି କଥାକୁ ନ ବୁଝିବା କାରଣରୁ ବିରୋଧ କରିବେ, ଶାସ୍ତ୍ରବାଦ କରିବେ, ଅର୍ଥାତ୍ ଶାସ୍ତ୍ର ଜ୍ଞାନର ତର୍କ କରିବେ। କିନ୍ତୁ ତୁମକୁ କାହା ସହିତ ଶାସ୍ତ୍ରବାଦ କରିବାର ନାହିଁ। କୁହ ଶାସ୍ତ୍ର, ବେଦ, ଉପନିଷେଦ ଅଥବା ଗଙ୍ଗା ସ୍ନାନ, ତୀର୍ଥ ଇତ୍ୟାଦି କରିବା, ଏସବୁ ହେଲା ଭକ୍ତିକାଣ୍ଡ। ବାସ୍ତବରେ ଭାରତରେ ରାବଣ ମଧ୍ୟ ଅଛି, ଯାହାର ପିତୁଳାକୁ ଜଳାଉଛନ୍ତି। ଏମିତି ତ ଶତ୍ରୁର ହିଁ ପିତୁଳା ତିଆରି କରି ଅଳ୍ପ ସମୟ ପାଇଁ ଜଳାଇଥାନ୍ତି। ଏମାନେ ଏକମାତ୍ର ରାବଣର ପିତୁଳା ପ୍ରତ୍ୟେକ ବର୍ଷ ଜଳାଇ ଆସୁଛନ୍ତି। ବାବା କହୁଛନ୍ତି, ତୁମେ ସୁବର୍ଣ୍ଣ ଯୁଗୀ, ସତ୍ୟଯୁଗୀ ବୁଦ୍ଧିରୁ ଲୌହଯୁଗୀ ବୁଦ୍ଧି ହୋଇଯାଇଛ। ତୁମେ କେତେ ସୁଖୀ ଥିଲ? ବାବା ସୁଖଧାମର ସ୍ଥାପନା କରିବା ପାଇଁ ହିଁ ଆସିଥାନ୍ତି। ପରେ ଭକ୍ତିମାର୍ଗ ଆରମ୍ଭ ହେଲେ ପୁଣି ଦୁଃଖୀ ହୋଇଯାଇଥାନ୍ତି। ପୁଣି ସୁଖଦାତାଙ୍କୁ ମନେ ପକାଇଥାନ୍ତି। ତାହା ପୁଣି ନାମକୁ ମାତ୍ର, କାହିଁକି ନା ତାଙ୍କୁ ଜାଣିନାହାନ୍ତି। ଗୀତାରେ ନାମ ବଦଳାଇ ଦେଇଛନ୍ତି। ପ୍ରଥମେ ପ୍ରଥମେ ତୁମେ ଏହି କଥା ବୁଝାଅ ଯେ ସର୍ବୋଚ୍ଚ ଭଗବାନ ଜଣେ ଅଟନ୍ତି। ତାଙ୍କୁ ହିଁ ମନେ ପକାଇବା ଉଚିତ। ଜଣକ ସ୍ମୃତିରେ ରହିବାକୁ ହିଁ ଅବ୍ୟଭିଚାରୀ ସ୍ମୃତି ଅଥବା ଅବ୍ୟଭିଚାରୀ ଜ୍ଞାନ କୁହାଯାଏ। ତୁମେ ଏବେ ବ୍ରାହ୍ମଣ ହୋଇଛ, ତେଣୁ ଭକ୍ତି କରୁନାହଁ। ତୁମ ପାଖରେ ଜ୍ଞାନ ଅଛି। ବାବା ପଢ଼ାଉଛନ୍ତି, ଯାହାଦ୍ୱାରା ଆମେ ଏହିପରି ଦେବତା ହେଉଛୁ। ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ସେଥିପାଇଁ ବାବା କହୁଛନ୍ତି, ନିଜର ଚାଲି ଚଳଣିର ଚାର୍ଟ ରଖ। ତେବେ ଜଣାପଡ଼ିବ ଯେ ମୋ ପାଖରେ କୌଣସି ଆସୁରୀ ଗୁଣ ନାହିଁ ତ। ପ୍ରଥମ ଅବଗୁଣ ହେଲା ଦେହ ଅଭିମାନ। ପୁଣି ପ୍ରଥମ ଶତ୍ରୁ ହେଲା କାମ ବିକାର। କାମ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ ଜିତି ହେବ। ଏହା ହିଁ ତୁମର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ଅଟେ। ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟରେ ଅନେକ ଧର୍ମ ନଥିଲା। ସତ୍ୟ ଯୁଗରେ ଦେବତାମାନଙ୍କର ହିଁ ରାଜ୍ୟ ଚାଲେ। କଳି ଯୁଗରେ ଥାନ୍ତି ମନୁଷ୍ୟ। ଯଦିଓ ସେମାନେ ବି ମନୁଷ୍ୟ, କିନ୍ତୁ ଦୈବୀ ଗୁଣଧାରୀ ଅଟନ୍ତି। ବର୍ତ୍ତମାନ ସମସ୍ତ ମନୁଷ୍ୟ ଆସୁରୀ ଗୁଣଧାରୀ ଅଟନ୍ତି। ସତ୍ୟ ଯୁଗରେ କାମ ମହାଶତ୍ରୁ ନଥାଏ। ବାବା କହୁଛନ୍ତି, ଏହି କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ ଜିତି ହେବ। ସେଠାରେ ରାବଣ ରହିବ ନାହିଁ। ଏକଥା ମଧ୍ୟ ମନୁଷ୍ୟ ବୁଝିପାରୁନାହାନ୍ତି। ସତ୍ୟ ଯୁଗରୁ ଖସି ଖସି ତମ ପ୍ରଧାନ ବୁଦ୍ଧି ହୋଇଯାଇଛନ୍ତି। ଏବେ ପୁଣି ସତ୍ୱ ପ୍ରଧାନ ହେବାକୁ ପଡ଼ିବ। ସେଥିପାଇଁ ଏକମାତ୍ର ଔଷଧ ମିଳୁଛି। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ। ତୁମେ ପାପକୁ ଭସ୍ମ କରିବା ପାଇଁ ଆସିଛ, ତେଣୁ ଆଗକୁ ଆଉ ପାପ କରିବା ଅନୁଚିତ, ନଚେତ ତାହା 100 ଗୁଣା ହୋଇଯିବ। କାମ ବିକାରଗ୍ରସ୍ତ ହେବା ଦ୍ୱାରା 100 ଗୁଣା ଦଣ୍ଡ ମିଳିଯିବ। ସେମାନେ ପୁଣି ମୁସ୍କିଲରେ ଉପରକୁ ଚଢ଼ିପାରିବେ। ପ୍ରଥମ ନମ୍ବରର ଶତ୍ରୁ ହେଉଛି କାମ ବିକାର। 5 ମହଲାରୁ ଖସି ପଡ଼ିଲେ ହାଡ଼ ଗୋଡ଼ ଏକଦମ ଭାଙ୍ଗିଯିବ। ମୃତ୍ୟୁ ମଧ୍ୟ ହୋଇପାରେ। ଉପରୁ ଖସିବା ଦ୍ୱାରା ଏକଦମ ଖଣ୍ଡ ବିଖଣ୍ଡିତ ହୋଇଯାଆନ୍ତି। ବାବାଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ଭାଙ୍ଗି କଳା ମୁହଁ କଲେ, ଅର୍ଥାତ୍ ଆସୁରୀ ଦୁନିଆକୁ ଚାଲିଗଲେ, ଏଠାରୁ ମରିଗଲେ, ତାଙ୍କୁ ବ୍ରାହ୍ମଣ ନୁହେଁ ଶୂଦ୍ର କୁହାଯିବ। ବାବା କେତେ ସହଜ କରି ବୁଝାଉଛନ୍ତି।
ପ୍ରଥମେ ତ ଏହି ନିଶା ରହିବା ଉଚିତ। ଯଦି ଭାବୁଛ କୃଷ୍ଣ ଭଗବାନ ବାଚ, ତେବେ ସେ ମଧ୍ୟ ନିଶ୍ଚୟ ପାଠ ପଢ଼ାଇ ନିଜ ସମାନ କରାଇବେ ନା। କିନ୍ତୁ କୃଷ୍ଣ ତ ଭଗବାନ ହୋଇପାରିବେ ନାହିଁ, ସେ ତ ପୁନର୍ଜନ୍ମରେ ଆସୁଛନ୍ତି। ବାବା କହୁଛନ୍ତି ମୁଁ ହିଁ ପୁନର୍ଜନ୍ମ ରହିତ ଅଟେ। ରାଧା କୃଷ୍ଣ, ଲକ୍ଷ୍ମୀ ନାରାୟଣ ଅଥବା ବିଷ୍ଣୁ ଏକା କଥା ଅଟେ। ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ ନାରାୟଣ ଏବଂ ଲକ୍ଷ୍ମୀ ନାରାୟଣଙ୍କର ହିଁ ପିଲାଦିନ ହିଁ ରାଧା କୃଷ୍ଣ ଅଟେ। ବ୍ରହ୍ମାଙ୍କର ରହସ୍ୟ ମଧ୍ୟ ବୁଝାଉଛନ୍ତି। ବ୍ରହ୍ମା ସରସ୍ୱତୀ ହିଁ ଲକ୍ଷ୍ମୀ ନାରାୟଣ ଅଟନ୍ତି। ଏବେ ପରିବର୍ତ୍ତନ ହେଉଛନ୍ତି। ଏହାଙ୍କର ଶେଷ ଜନ୍ମର ନାମ ବ୍ରହ୍ମା ରଖାଯାଇଛି। ବାକି ବ୍ରହ୍ମାକୁ ତ ଦେଖ ଏକଦମ ଲୌହ ଯୁଗରେ ଛିଡ଼ା ହୋଇଛନ୍ତି। ଇଏ ପୁଣି ତପସ୍ୟା କରି ଶ୍ରୀକୃଷ୍ଣ ଅଥବା ଶ୍ରୀ ନାରାୟଣ ହେଉଛନ୍ତି। ବିଷ୍ଣୁ କହିବା ଦ୍ୱାରା ସେଥିରେ ଉଭୟ ଆସିଯାଉଛନ୍ତି। ବ୍ରହ୍ମାଙ୍କର କନ୍ୟା ହେଉଛନ୍ତି ସରସ୍ୱତୀ। ଏହି କଥା ସବୁ କେହି ବୁଝିପାରିବେ ନାହିଁ। ଚାରୋଟି ଭୁଜା ବ୍ରହ୍ମାକୁ ମଧ୍ୟ ଦେଉଛନ୍ତି। କାହିଁକି ନା ପ୍ରବୃତ୍ତି ମାର୍ଗ ଅଟେ ନା। ନିବୃତ୍ତି ମାର୍ଗବାଲା ସନ୍ନ୍ୟାସୀ ଏହି ଜ୍ଞାନ ଦେଇପାରିବେ ନାହିଁ। ବାହାର ଦେଶରୁ ବହୁତଙ୍କୁ ପ୍ରବର୍ତ୍ତାଇ ନେଇ ଆସୁଛନ୍ତି ଯେ ଚାଲ ଆମେ ତୁମକୁ ପ୍ରାଚୀନ ରାଜଯୋଗ ଶିଖାଇବୁ। ତେବେ ସନ୍ନ୍ୟାସୀମାନେ ତ ରାଜଯୋଗ ଶିଖାଇ ପାରିବେ ନାହିଁ। ବର୍ତ୍ତମାନ ଈଶ୍ୱର ଆସିଛନ୍ତି। ତୁମେ ତାଙ୍କର ସନ୍ତାନମାନେ ଏବେ ଈଶ୍ୱରୀୟ ସମ୍ପ୍ରଦାୟ ହୋଇଛ। ଈଶ୍ୱର ଆସିଛନ୍ତି ତୁମକୁ ପଢ଼ାଇବା ପାଇଁ, ତୁମକୁ ରାଜଯୋଗ ଶିଖାଉଛନ୍ତି। ସେ ତ ହେଉଛନ୍ତି ନିରାକାର। ବ୍ରହ୍ମାଙ୍କ ଦ୍ୱାରା ତୁମକୁ ନିଜର କରିଛନ୍ତି। ତୁମେ ତାଙ୍କୁ ବାବା ବାବା କହୁଛ। ବ୍ରହ୍ମା ତ ମଝିରେ କେବଳ ବ୍ୟାଖ୍ୟାକାରୀ ଅଟନ୍ତି, ଭାଗ୍ୟଶାଳୀ ରଥ ଅଟନ୍ତି। ଏହାଙ୍କ ଦ୍ୱାରା ବାବା ତୁମକୁ ପଢ଼ାଉଛନ୍ତି। ତୁମେ ମଧ୍ୟ ପତିତରୁ ପାବନ ହେଉଛ। ବାବା ପଢ଼ାଉଛନ୍ତି ମନୁଷ୍ୟରୁ ଦେବତା କରିବା ପାଇଁ। ବର୍ତ୍ତମାନ ତ ରାବଣ ରାଜ୍ୟ ଆସୁରୀ ସମ୍ପ୍ରଦାୟ ଅଟେ ନା। ଏବେ ତୁମେ ଈଶ୍ୱରୀୟ ସମ୍ପ୍ରଦାୟର ହୋଇଛ, ପୁଣି ଦୈବୀ ସମ୍ପ୍ରଦାୟର ହେବ। ଏବେ ତୁମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ, ପବିତ୍ର ହେଉଛ। ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡ଼ି ଚାଲି ଯାଇଥାନ୍ତି। ଏଠାରେ ତ ବାବା କହୁଛନ୍ତି ଭଲେ ସ୍ତ୍ରୀ ପୁରୁଷ ଘରେ ଏକତ୍ର ହୋଇ ରୁହ, କିନ୍ତୁ ଏପରି ଭାବ ନାହିଁ ଯେ ସ୍ତ୍ରୀ ନାଗୁଣୀ ଅଟେ, ସେଥିପାଇଁ ମୁଁ ଅଲଗା ହୋଇଗଲେ ମୁକ୍ତ ହୋଇଯିବି। ତୁମକୁ ପଳାଇବାର ନାହିଁ। ତାହା ହଦ୍ର ସନ୍ନ୍ୟାସ ଅଟେ, ଯାହାକି ଘରଦ୍ୱାର ଛାଡ଼ି ପଳାଇଥାନ୍ତି। ତୁମେ ଏଠାରେ ରହିଛ, କିନ୍ତୁ ତୁମକୁ ଏହି ବିକାରୀ ଦୁନିଆ ପ୍ରତି ବୈରାଗ୍ୟ ରହିଛି। ଏହି ସବୁ କଥା ତୁମକୁ ଭଲ ଭାବରେ ଧାରଣ କରିବାକୁ ହେବ, ନୋଟ୍ କରିବାକୁ ହେବ ଏବଂ କିଛିଟା ବାରଣ ମଧ୍ୟ ରଖିବାକୁ ପଡ଼ିବ। ଦୈବୀ ଗୁଣ ଧାରଣ କରିବାକୁ ହେବ। ଶ୍ରୀକୃଷ୍ଣଙ୍କର ଗୁଣଗାନ କରାଯାଇଥାଏ ନା। ଏହା ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ। ବାବା ନିଜେ ବିଶ୍ୱର ମାଲିକ ହେଉନାହାନ୍ତି, ତୁମକୁ କରାଉଛନ୍ତି। ପୁଣି ଅଧାକଳ୍ପ ପରେ ତୁମେ ତଳକୁ ଓହ୍ଲାଇ ତମ ପ୍ରଧାନ ହୋଇଯାଉଛ। ମୁଁ ହେଉନାହିଁ, ଇଏ ବ୍ରହ୍ମା ହେଉଛନ୍ତି। 84 ଜନ୍ମ ମଧ୍ୟ ଇଏ ନେଇଛନ୍ତି। ଏହାଙ୍କୁ ମଧ୍ୟ ବର୍ତ୍ତମାନ ସତ୍ତ୍ୱ ପ୍ରଧାନ ହେବାକୁ ପଡ଼ିବ। ଇଏ ପୁରୁଷାର୍ଥୀ ଅଟନ୍ତି। ନୂଆ ଦୁନିଆକୁ ସତ୍ତ୍ୱ ପ୍ରଧାନ କହିବା। ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱ ପ୍ରଧାନ, ପୁଣି ସତ୍ତ୍ୱ ରଜୋ ତମୋରେ ଆସିଥାଏ। ଛୋଟ ପିଲାଙ୍କୁ ମଧ୍ୟ ମହାତ୍ମା କୁହାଯାଏ, କାହିଁକି ନା ତାଙ୍କ ଭିତରେ ବିକାର ନଥାଏ। ସେଥିପାଇଁ ତାଙ୍କୁ ଫୁଲ କୁହାଯାଏ। ସନ୍ନ୍ୟାସୀମାନଙ୍କ ଠାରୁ ଛୋଟ ପିଲାଙ୍କୁ ଉତ୍ତମ ବୋଲି କୁହାଯିବ, କାହିଁକି ନା ସନ୍ନ୍ୟାସୀମାନେ ତ ନିଜର ସାଂସାରିକ ଜୀବନ ଅତିକ୍ରମ କରି ଆସିଛନ୍ତି। 5 ବିକାରର ଅନୁଭବ ତାଙ୍କ ପାଖରେ ରହିଛି। ପିଲାମାନଙ୍କୁ ତ ସେସବୁ ଜଣା ନଥାଏ। ସେଥିପାଇଁ ପିଲାମାନଙ୍କୁ ଦେଖି ଖୁସି ଲାଗିଥାଏ। ସେମାନେ ଚୈତନ୍ୟ ଫୁଲ ଅଟନ୍ତି। ଆମର ତ ହେଉଛି ପ୍ରବୃତ୍ତି ମାର୍ଗ। ଏବେ ତୁମ ସନ୍ତାନମାନଙ୍କୁ ଏହି ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯିବାକୁ ହେବ। ଅମର ଲୋକକୁ ଯିବା ପାଇଁ ତୁମେ ସବୁ ପୁରୁଷାର୍ଥ କରୁଛ। ମୃତ୍ୟୁ ଲୋକରୁ ତୁମର ବଦଳି ହେଉଛି। ଯଦି ଦେବତା ହେବାକୁ ଅଛି, ତେବେ ଏବେ ପୁରୁଷାର୍ଥ କରିବାକୁ ପଡ଼ିବ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ ଭଉଣୀ ହୋଇଯାଇଛନ୍ତି। ଭାଇ ଭଉଣୀ ତ ଥିଲ ନା। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ପରସ୍ପର ମଧ୍ୟରେ କ'ଣ ଅଟନ୍ତି? ପ୍ରଜାପିତା ବ୍ରହ୍ମା ବୋଲି ଗାୟନ କରାଯାଏ। ଯେ ପର୍ଯ୍ୟନ୍ତ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସନ୍ତାନ ସୃଷ୍ଟି ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ସୃଷ୍ଟିର ରଚନା ପୁଣି କିପରି ହେବ? ପ୍ରଜାପିତା ବ୍ରହ୍ମାଙ୍କର ସମସ୍ତେ ଆତ୍ମିକ ସନ୍ତାନ ଅଟନ୍ତି।
ଦୁନିଆର ବ୍ରାହ୍ମଣମାନେ ଶାରୀରିକ ଯାତ୍ରା କରିଥାନ୍ତି। ତୁମେ ଆତ୍ମିକ ଯାତ୍ରା କଲାବାଲା ଅଟ। ସେମାନେ ପତିତ, ତୁମେ ପବିତ୍ର। ସେମାନେ କୌଣସି ପ୍ରଜାପିତାଙ୍କର ସନ୍ତାନ ନୁହନ୍ତି। ଏକଥା ତୁମେ ଜାଣୁଛ। ନିଜକୁ ଭାଇ ଭଉଣୀ ଭାବୁଥିବା ପର୍ଯ୍ୟନ୍ତ ବିକାରଗ୍ରସ୍ତ ହୋଇପାରିବ ନାହିଁ। ବାବା ମଧ୍ୟ କହୁଛନ୍ତି, ଖବରଦାର ରୁହ। ମୋର ସନ୍ତାନ ହୋଇ କୌଣସି ଅପରାଧ ବା ବିକାରୀ କାମ କର ନାହିଁ, ନଚେତ ପଥର ବୁଦ୍ଧି ହୋଇଯିବ। ଇନ୍ଦ୍ର ସଭାର କାହାଣୀ ମଧ୍ୟ ରହିଛି। ଜଣେ ଶୂଦ୍ରକୁ ସଭା ମଧ୍ୟକୁ ନେଇ ଆସିଥିଲେ, ଯାହାର ଦୁର୍ଗନ୍ଧ ଚାରିଆଡ଼େ ଖେଳିଗଲା। ତେଣୁ ତାଙ୍କୁ କୁହାଗଲା, ପତିତକୁ ଏଠାକୁ କାହିଁକି ଆଣିଛ? ପୁଣି ତାଙ୍କୁ ଅଭିଶାପ ଦେଇଦେଲେ। ବାସ୍ତବରେ ଏହି ସଭାକୁ ମଧ୍ୟ କେହି ପତିତ ଆସିପାରିବେ ନାହିଁ। ଭଲେ ବାବା ଜାଣନ୍ତୁ ଅଥବା ନ ଜାଣନ୍ତୁ, ଏମାନେ ତ ନିଜର ହିଁ କ୍ଷତି କରିଥାନ୍ତି। ଆହୁରି ହିଁ 100 ଗୁଣା ଦଣ୍ଡ ମିଳିଯିବ। ପତିତମାନଙ୍କୁ ବାବାଙ୍କ ସହିତ ମିଶିବାର ଅନୁମତି ନାହିଁ। ସେମାନଙ୍କ ପାଇଁ ଭିଜିଟିଂ ରୁମ୍ ଠିକ୍। ଯେବେ ପବିତ୍ର ହେବା ପାଇଁ ଗ୍ୟାରେଣ୍ଟି କରିବେ, ଦୈବୀ ଗୁଣ ଧାରଣ କରିବେ, ତେବେ ଅନୁମତି ଦିଆଯିବ। ଦୈବୀ ଗୁଣ ଧାରଣ କରିବାରେ ସମୟ ଲାଗିଥାଏ। କେବଳ ପବିତ୍ର ହେବାର ହିଁ ପ୍ରତିଜ୍ଞା କରିବାକୁ ହେବ। ଏକଥା ମଧ୍ୟ ବୁଝାଯାଉଛି, ଦେବତାମାନଙ୍କର ଏବଂ ପରମାତ୍ମାଙ୍କର ମହିମା ଅଲଗା ଅଲଗା ଅଟେ। ବାବା ହିଁ ପତିତ ପାବନ, ଲିବରେଟର, ମୁକ୍ତିଦାତା, ଗାଇଡ୍, ପଥ ପ୍ରଦର୍ଶକ ଅଟନ୍ତି। ସବୁ ଦୁଃଖରୁ ମୁକ୍ତ କରି ନିଜର ଶାନ୍ତିଧାମକୁ ନେଇଯାଉଛନ୍ତି। ଶାନ୍ତିଧାମ, ସୁଖଧାମ ଏବଂ ଦୁଃଖଧାମ, ଏହା ମଧ୍ୟ ଚକ୍ର ଅଟେ। ଏବେ ଦୁଃଖଧାମକୁ ଭୁଲି ଯିବାକୁ ହେବ। ଯେଉଁମାନେ କ୍ରମାନ୍ୱୟରେ ପାସ୍ ହେବେ, ସେମାନେ ଶାନ୍ତିଧାମରୁ ସୁଖଧାମକୁ ଆସିବେ। ଏହି ଚକ୍ର ଘୂରି ଚାଲିଛି। ଢେରକୁ ଢେର ଆତ୍ମା ରହିଛନ୍ତି। ସମସ୍ତଙ୍କ ଅଭିନୟ କ୍ରମାନ୍ୱୟରେ ରହିଛି। ଯିବେ ମଧ୍ୟ କ୍ରମାନ୍ୱୟରେ। ଆତ୍ମାମାନଙ୍କର ମାଳାକୁ କୁହାଯାଉଛି ଶିବ ବାବାଙ୍କର ବଂଶାବଳୀ ଅଥବା ରୁଦ୍ରମାଳା। କ୍ରମାନ୍ୱୟରେ ଯାଉଛନ୍ତି, ପୁଣି କ୍ରମାନ୍ୱୟରେ ଆସୁଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନଙ୍କର ମଧ୍ୟ ଏହିପରି ହୋଇଥାଏ। ପିଲାମାନଙ୍କୁ ପ୍ରତ୍ୟହ ବୁଝାଯାଉଛି, ସ୍କୁଲରେ ପ୍ରତ୍ୟହ ନ ପଢ଼ିଲେ, ମୁରଲି ନ ଶୁଣିଲେ ପୁଣି ଆବସେଣ୍ଟ ଅର୍ଥାତ୍ ଅନୁପସ୍ଥିତ ହୋଇଯିବ। ଏହି ପାଠପଢ଼ାର ଉପରକୁ ଉଠିବା ପାଇଁ ଲିଫ୍ଟ ମଧ୍ୟ ନିଶ୍ଚୟ ଦରକାର। ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଅନୁପସ୍ଥିତ ହେବା ଉଚିତ ନୁହେଁ। ଏହି ପାଠପଢ଼ା କେତେ ଶ୍ରେଷ୍ଠ, ଯାହାଦ୍ୱାରା ତୁମେ ସୁଖଧାମର ମାଲିକ ହେଉଛ। ସେଠାରେ ତ ସବୁ ଖାଦ୍ୟଶସ୍ୟ ମାଗଣାରେ ମିଳିବ, ପଇସା ପଡ଼ିବ ନାହିଁ। ଏବେ ତ କେତେ ଦାମ ହୋଇଯାଇଛି। 100 ବର୍ଷ ମଧ୍ୟରେ କେତେ ମହଙ୍ଗା ହୋଇଯାଇଛି। ସେଠାରେ କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ, ଯାହା ପାଇଁ ଅସୁବିଧା ଭୋଗିବାକୁ ହେବ। ତାହା ହେଉଛି ହିଁ ସୁଖଧାମ। ତୁମେ ଏବେ ସେଠାକୁ ଯିବା ପାଇଁ ପ୍ରସ୍ତୁତି କରୁଛ। ତୁମେ ଭିକାରୀରୁ ରାଜକୁମାର ହେଉଛ। ସାହୁକାରମାନେ ନିଜକୁ ଭିକାରୀ ବୋଲି ଭାବୁନାହାନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ବାବାଙ୍କ ସହିତ ଯେଉଁ ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା କରିଛ, ତାକୁ ଭାଙ୍ଗିବାର ନାହିଁ। ଖାଦ୍ୟପେୟ ତଥା ଚାଲିଚଳନରେ ବହୁତ ବହୁତ ସଂଯମ ରକ୍ଷା କରିବାକୁ ହେବ। ନିଜର ଚାର୍ଟ ଦେଖିବାକୁ ହେବ। ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ବାବାଙ୍କ ସହିତ ଯେଉଁ ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା କରିଛ, ତାକୁ ଭାଙ୍ଗିବାର ନାହିଁ। ଖାଦ୍ୟପେୟ ତଥା ଚାଲିଚଳନରେ ବହୁତ ବହୁତ ସଂଯମ ରକ୍ଷା କରିବାକୁ ହେବ। ନିଜର ଚାର୍ଟ ଦେଖିବାକୁ ହେବ। ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଦ୍ୱିତୀୟ ପଏଣ୍ଟ, ଏହି ଗଡଲି ୟୁନିଭର୍ସିଟି ଅର୍ଥାତ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ କେବେ ବି ଅନୁପସ୍ଥିତ ହେବାର ନାହିଁ। ସୁଖଧାମର ମାଲିକ ହେବାର ଏତେ ଶ୍ରେଷ୍ଠ ପାଠ ପଢ଼ାକୁ ଗୋଟିଏ ଦିନ ମଧ୍ୟ ବନ୍ଦ କରିବାର ନାହିଁ। ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ମୁରଲି ଶୁଣିବାକୁ ହେବ। ଏହି ଗଡଲି ୟୁନିଭର୍ସିଟି ଅର୍ଥାତ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ କେବେ ବି ଅନୁପସ୍ଥିତ ହେବାର ନାହିଁ। ସୁଖଧାମର ମାଲିକ ହେବାର ଏତେ ଶ୍ରେଷ୍ଠ ପାଠ ପଢ଼ାକୁ ଗୋଟିଏ ଦିନ ମଧ୍ୟ ବନ୍ଦ କରିବାର ନାହିଁ। ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ମୁରଲି ଶୁଣିବାକୁ ହେବ।
ବରଦାନ। ପ୍ରତ୍ୟେକ ମୁହୂର୍ତ୍ତର ପ୍ରତ୍ୟେକ ସଂକଳ୍ପର ମହତ୍ତ୍ୱକୁ ଜାଣି ପୁଣ୍ୟର ପୁଞ୍ଜି ଜମା କରୁଥିବା ପଦ୍ମା ପଦମ୍ପତି ଭବ। ପ୍ରତ୍ୟେକ ମୁହୂର୍ତ୍ତର ପ୍ରତ୍ୟେକ ସଂକଳ୍ପର ମହତ୍ତ୍ୱକୁ ଜାଣି ପୁଣ୍ୟର ପୁଞ୍ଜି ଜମା କରୁଥିବା ପଦ୍ମା ପଦ୍ମପତି ଭବ। ତୁମ ପୁଣ୍ୟ ଆତ୍ମାମାନଙ୍କର ସଂକଳ୍ପରେ ଏତେ ବିଶେଷ ଶକ୍ତି ରହିଛି ଯାହାଦ୍ୱାରା ତୁମେ ଅସମ୍ଭବକୁ ସମ୍ଭବ କରିପାରିବ। ଆଜିକାଲି ଯେପରି ଭିନ୍ନ ଭିନ୍ନ ଯନ୍ତ୍ରପାତି ଆଧାରରେ ମରୁଭୂମିକୁ ମଧ୍ୟ ସବୁଜ ଶ୍ୟାମଳ କରିଦେଉଛନ୍ତି, ପାହାଡ଼ ଉପରେ ମଧ୍ୟ ଫୁଲ ଫୁଟାଇ ଦେଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ନିରାଶ ଆତ୍ମା ଭିତରେ ଆଶାର ସଞ୍ଚାର କରାଇପାରିବ। ଏଥିପାଇଁ କେବଳ ପ୍ରତ୍ୟେକ ମୁହୂର୍ତ୍ତ ଏବଂ ପ୍ରତ୍ୟେକ ସଂକଳ୍ପର ମହତ୍ତ୍ୱକୁ ଜାଣି ତାକୁ କାର୍ଯ୍ୟରେ ଲଗାଇ ପୁଣ୍ୟର ପୁଞ୍ଜି ଜମା କର। ତୁମମାନଙ୍କର ସଂକଳ୍ପର ଶକ୍ତି ଏତେ ଶ୍ରେଷ୍ଠ ଅଟେ ଯାହାକି ତୁମର ଗୋଟିଏ ସଂକଳ୍ପ ମଧ୍ୟ କାହାକୁ ପଦ୍ମା ପଦ୍ମପତି କରିଦେଇପାରିବ। ସ୍ଲୋଗାନ। ଯଦି ପ୍ରତ୍ୟେକ କର୍ମ ଅଧିକାରୀ ପଣିଆର ନିଶ୍ଚୟ ଏବଂ ନିଶାର ସହିତ କରିବ ତେବେ ମେହନତ ସମାପ୍ତ ହୋଇଯିବ। ଯଦି ପ୍ରତ୍ୟେକ କର୍ମ ଅଧିକାରୀ ପଣିଆର ନିଶ୍ଚୟ ଏବଂ ନିଶାର ସହିତ କରିବ ତେବେ ମେହନତ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇଶାରା। ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିବା ପାଇଁ ନିଜ ଭିତରେ ବିଶେଷ କରି ଏକତ୍ରୀକରଣର ଶକ୍ତି ଏବଂ ସମାହିତ କରିବାର ଶକ୍ତି ଆବଶ୍ୟକ। କର୍ମବନ୍ଧନୀ ଆତ୍ମାମାନେ ଯେଉଁଠି ଥିବେ କେବଳ ସେହିଠାରେ ହିଁ କାର୍ଯ୍ୟ କରିପାରିବେ ଏବଂ କର୍ମାତୀତ ଆତ୍ମାମାନେ ଗୋଟିଏ ସମୟରେ ଚାରିଆଡ଼େ ନିଜର ସେବାର ପାଠ କରିପାରିବେ, କାହିଁକିନା ସେମାନେ କର୍ମାତୀତ ଅଟନ୍ତି। ସେମାନଙ୍କର ଗତି ଅତି ତୀବ୍ର ହୋଇଥାଏ, ତେଣୁ ଗୋଟିଏ ସେକେଣ୍ଡ ଭିତରେ ଯେଉଁଠାରେ ଇଚ୍ଛା ସେଠାରେ ପହଞ୍ଚି ଯାଇପାରିବେ। ତେଣୁ ଏହି ଅନୁଭୂତିକୁ ବଢ଼ାଅ। ଓମ୍ ଶାନ୍ତି। ଆତ୍ମାର ପ୍ରଦୀପ ଜଳୁଛି ମୋର, ଆତ୍ମାର ପ୍ରଦୀପ ଜଳୁଛି ମୋର। ନିଅ ବାବା ମତେ, ନିଅ ବାବା ମତେ ଅମରପୁର, ଆତ୍ମାର ପ୍ରଦୀପ ଜଳୁଛି ମୋର। ଦୁଃଖ ରାଇଜରୁ ହୋଇବି ପାରି, ସୁଖ ରାଇଜକୁ ଥିବି ଆଦରି। ଦୁଃଖ ରାଇଜରୁ ହୋଇବି ପାରି, ସୁଖ ରାଇଜକୁ ଥିବି ଆଦରି। ତୋ ଶ୍ରୀମତ ମୋର, ତୋ ଶ୍ରୀମତ ମୋର ଏକାଧାର, ଆତ୍ମାର ପ୍ରଦୀପ ଜଳୁଛି ମୋର। ବାବା ମୋ ଆସିଛି ସଙ୍ଗମ ଯୁଗେ, ଏ ଦୁନିଆ ଛାଡ଼ି ଯିବି ତା ସଙ୍ଗେ। ବାବା ମୋ ଆସିଛି ସଙ୍ଗମ ଯୁଗେ, ଏ ଦୁନିଆ ଛାଡ଼ି ଯିବି ତା ସଙ୍ଗେ। ସତଗୁରୁ ଶିକ୍ଷକ, ସତଗୁରୁ ଶିକ୍ଷକ ପିତା ତୁ ମୋର, ଆତ୍ମାର ପ୍ରଦୀପ ଜଳୁଛି ମୋର। ଛାଡ଼ିବିନି କେବେ ହାତ ତୁ ମୋର, ମାଟିରେ ମିଶିବ ଏ ପିଣ୍ଡ ମୋର। ଛାଡ଼ିବିନି କେବେ ହାତ ତୁ ମୋର,
ମାଟିରେ ମିଶିବ ଏ ପିଣ୍ଡ ମୋର। ଆତ୍ମା ନିରାକାର, ଆତ୍ମା ନିରାକାର, ସଦା ଅମର। ଆତ୍ମାର ପ୍ରଦୀପ ଜଳୁଛି ମୋର। ଆତ୍ମାର ପ୍ରଦୀପ ଜଳୁଛି ମୋର। ଯୋଗାଗ୍ନିରେ ଜ୍ଞାନ ଘୃତକୁ ଢାଳି ହୋଇଯିବି ବାବା ଗଳାର ମାଳି। ଯୋଗାଗ୍ନିରେ ଜ୍ଞାନ ଘୃତକୁ ଢାଳି ହୋଇଯିବି ବାବା ଗଳାର ମାଳି। ସୁହା କରିଦେଇ, ସୁହା କରିଦେଇ ପାଞ୍ଚ ବିକାର। ଆତ୍ମାର ପ୍ରଦୀପ ଜଳୁଛି ମୋର।